ଏଥରକ ଅଷ୍ଟମୀକୁ ମୁଁ ବାପ ଘରକୁ ଯାଇପାରିନଥିଲି, ସେଥିପାଇଁ ବୋଉ ହାତର ମସଲା ପୁର ଦିଆ ଏଣ୍ଡୁରିକୁ ବହୁତ ମିସ୍ କରୁଥିଲି। ଆଜି ମୁଁ ଘରକୁ ଯିବା ଖୁସିରେ ବୋଉ ତାର ପିଠା ପାଇଁ ଯୋଗାଡ଼ ଆରମ୍ଭ କରିଦେଇଥିଲା। ପ୍ରଥମେ ବିରି ଚାଉଳ ବାଟି ପିଠଉ ରେଡ଼ି କରିଦେଇଥିଲା। ପୁର ପାଇଁ ଏଠି ମଟର ଛୁଇଁ କିଛି ରଖିଥିଲା ଆଉ କୋବି ଓ ଆଳୁକୁ ଛୋଟ ସାଇଜ୍ରେ କାଟି ନେଇଥିଲା। ଏପଟେ ମାଉମାନେ ଆମ ଝିଅର ମାଉସୀ ତାଙ୍କ କୋମଳ ହାତରେ ଅଦା ପିଆଜ ରସୁଣ ଆଉ ଲଙ୍କାର ମସଲାଟେ ପ୍ରସ୍ତୁତ କରିଥିଲେ। ବୋଉ ଏପଟେ ତେଲରେ କୋବି ଆଳୁ ମଟର ଛୁଇଁକୁ ଭଲସେ ଭାଜି ନେଇଥିଲା। ତାପରେ ସେଇ କଢ଼େଇରେ ତେଲ ଦେଇ ମସଲାରେ ଆବଶ୍ୟକ ଅନୁସାରେ ଲୁଣ ହଳଦୀ ଦେଇ କଷେଇ ନେଇଥିଲା। ମସଲା କଷି ହେଲା ପରେ ସେଥିରେ ଭାଜି ରଖିଥିବା ପୁରକୁ ପକାଇ କିଛି ସମୟ କଷି ଗରମ ମସଲା ଆଉ ଧନିଆ ପତ୍ର ଦେଇ କାଢ଼ି ନେଇଥିଲା। ତାପରେ ପାଣି ଗରମ ହେଲା ପରେ ପତ୍ରରେ ଆଣ ଥୋଇ ମଝିରେ ପୁର ଦେଇ ଗୋଟେ ପରେ ଗୋଟେ କରି ପିଠା ସିଝିବାକୁ ଛାଡ଼ି ନେଇଥିଲା। ମୁଁ କିନ୍ତୁ ବାସ୍ନାରେ ରହିପାରୁନଥିଲି, ମଝିରେ ମଝିରେ ଆସି ଟିକେ ଉଣ୍ଡୁଥିଲି। ଫାଇନାଲି ମୋ ଉଣ୍ଡିବା ଶେଷ ହେଲା। ସିଝି ଯାଇଥିବା ଗରମ ଗରମ ମସଲା ପୁର ଦିଆ ଏଣ୍ଡୁରିକୁ ଖାଇ ମୋ ଅତୃପ୍ତ ଆତ୍ମାଟା ଶାନ୍ତି ପାଇଲା। ସାଙ୍ଗମାନେ, ଆପଣମାନଙ୍କୁ ଯଦି ଆଜିର ମସଲା ପୁର ଦିଆ ଏଣ୍ଡୁରି ଭଲ ଲାଗିଥିବ ଚ୍ୟାନେଲକୁ ସବସ୍କ୍ରାଇବ୍